ଯେତେବେଳେ ମନ ଯଦି କୋଉଠି ମନ ଯେତେବେଳେ ଭଲ ଭଲ ଜାଗା ଭଲ ମନ୍ଦିର ହଉ ଭଲ ଧର୍ମୀୟ ସ୍ଥାନ ହଉ ଯଦି ଚିନ୍ତା କରୁଛି ଯେତେବେଳେ କେହି ନାହାନ୍ତି ମୁଁ କାହିଁକି ଯିବି କାହିଁ ସିନେମା ପାର୍କ ସେ ସବୁ ଚିନ୍ତା କରୁନ ହେଠି ତ କେହି ନା ସିନେମା ଦେଖିବାକୁ କିଏ ଅଛନ୍ତି କିଏ ଯାଇଛି କିଏ ରିଲେଟିଭ୍ ଯାଇଛି କିଏ ମନ ନ କରୁଛି ଚାଲି ଯାଉଛି କାହିଁକି ଆଇସ୍କ୍ରିମ୍ ଦୋକାନ କେମିତି ଚାଲି ଯାଉଛି ଆଇସ୍କ୍ରିମ୍ ବିକ୍ରି ନା ମୁଁ ଆଇସ୍କ୍ରିମ୍ ଖାଇତେ ଯିବି ସେଠି କହୁନ ତ ନା ମୋର ତ ଆଇସ୍କ୍ରିମ୍ ସେଠି ତ କେହି ନାହାନ୍ତି ମୁଁ କାହିଁକି ଯିବି ମନଙ୍କର ଧର୍ମ ହେଉଛି ବିପରୀତ ଯେଉଁଟାକି ପଚାଶଢ଼ା ଜିନିଷ ପଚାଶଢ଼ା ଜିନିଷକୁ ଟାଣିବ ସେଇପାଇଁ ତ ଆମର ଜନ୍ମ ହେଇଛି ଏଇଠି ନା ସେଇପାଇଁ ଆମେ ସମସ୍ତେ ଭଗବତ ଧାମରେ ଥିଲେ ସବୁକିଛି ଆମର ସବୁକିଛି ଜଣା ଅଛି ଆମେ ଜଣା ନାହିଁ ପ୍ରତ୍ୟେକଟି ଗୀତର ରାଗ ବି ଜଣା ଅଛି ଆମେ ଗୋଟେ ଯେତେବେଳେ ଗୀତ ଶୁଣୁଛୁ କୀର୍ତ୍ତନ ଶୁଣୁଛୁ ଆମ ଭିତରେ ପୁଷ୍ପଟିତ ହେଉଛି କାନ୍ଦିବା ଆସୁଛି କାନ୍ଦିବା ଜିନିଷ କାନ୍ଦିବା ରାଗ ଗାଇଲେ ଆମେ କାନ୍ଦଣା ଆସୁଛି ଆମେ କିଏ ଶିଖେଇଛି କି ଶିଖେଇ ନାହିଁ ହଁ ରାଗ ଅଳଙ୍କାର ଏଗୁଡ଼ା ସବୁ ଆମେ ସବୁ ଶୁଣିଛେ ପୂର୍ବଜନ୍ମରେ ଆମେ ଭଗବତ ଧାମରେ ଏଗୁଡ଼ା ଯେତେବେଳେ ଚାଲିଥାଏ କୀର୍ତ୍ତନ ଚାଲିଥାଏ ନାଚୁଥାନ୍ତି ଆମେ ସବୁ ଶୁଣିଛେ ଆମ ଭିତରେ କୀର୍ତ୍ତନ ଆସିଲେ ଆନନ୍ଦ ଆସୁଛି ଛୋଟ ପିଲାଟେ ତା ସାମ୍ନାରେ କୀର୍ତ୍ତନ କଲେ ନାଚୁଛି କେମିତି ତାକୁ କିଏ ମାଆ ଶିଖଉଛି ନା ବାପା ଶିଖଉଛି ତାକୁ କିଏ ଛୋଟରୁ କିଏ ଶିଖେଇଛି କି ଶିଖେଇନି ଛୋଟ ଛୁଆ ଅବସ୍ଥାରେ ଦେଖେ ତା ସାମ୍ନାରେ ଯଦି କୀର୍ତ୍ତନ କର କିଛି ଗୋଟେ ମ୍ୟୁଜିକ୍ ବଜାଅ ଯଦି ତାକୁ ଯଦି କିଛି ଆନନ୍ଦ ମିଳେ ସେ ହସୁଛି ହସୁଛି କି ନାହିଁ ତା ମାନେ କ'ଣ ତା ପୂର୍ବରୁ ଜନ୍ମ ହେବା ପୂର୍ବରୁ ସେ କେଉଁ ଗୋଟେ ପ୍ଲାନେଟରେ ଥିଲା କେଉଁ ଜାଗାରେ ଥିଲା ସେ କାରଣ ଆମେ କୀର୍ତ୍ତନ କରୁଛେ ହସୁଛୁ କ'ଣ ପାଇଁ ଅନେକ ଦେଖିଥିବେ ୟୁଟ୍ୟୁବରେ ଆସୁଛି କିଛି କୀର୍ତ୍ତନ କଲେ ସେ କାନ୍ଦୁଥିବ ହସୁଥିବ ପୁଣି କୀର୍ତ୍ତନ ବନ୍ଦ କରିଦେଲେ ପୁଣି କାନ୍ଦ ବନ୍ଦ ହେଇଯାଉଥିବ ଛୋଟ କୀର୍ତ୍ତନ କଲେ ସାମ୍ନାରେ ନାଚୁଥିବ ଏଇସବୁ ଜିନିଷ ଆସୁଛୁ କେଉଁଠି ତାହେଲେ ଜାଣ ତା ପୂର୍ବ ଜନ୍ମରେ ସେ କେଉଁଠି ଉଚ୍ଚ କୋଟିର ଜାଗାରେ ଥିଲା ଅପରାଧ ବଶତଃ ଏଇ ଦୁଃଖାଳୟ ସଂସାରରେ ତାକୁ ଜନ୍ମ ମିଳୁଛି ତାଇ ନା ଆମକୁ ଦୁଃଖ ଲାଗୁଛି ଆମକୁ ଫିଲିଂ ଆସୁଛି ଗୋଟେ ଦୁଃଖ ପଡ଼ିଲା ବେଳକୁ ଫିଲିଂ ଆସୁଛି ଦୁଃଖ ଏଇଟା ସୁଖ ଟେଷ୍ଟ ଆସୁଛି ତେଣୁକରି ଆମେ ଏଇଗୁଡ଼ା ସବୁ ଜାଣିଥିଲେ ଭଗବାନ ଧାମରେ ଆମେ ଥିଲେ ଯେତେବେଳେ ସେଠି ଆମେ ଭକ୍ତ ହେବାକୁ ଚେଷ୍ଟା କଲେ ଇନ୍ଦ୍ରିୟ ସୁଖ ଲାଳସାରେ ଯେତେବେଳେ ମନରେ ଉତ୍ପନ୍ନ ହେଲା ତେଣୁକରି ଭଗବତ ଧାମକୁ ଛାଡ଼ିକି ମନ କ'ଣ କରୁଛି ହଁ ମନ ଦ୍ୱାରା ମନ କ'ଣ କରୁଛି ଯେତେବେଳେ ଭୋଗ କରିବା ଲାଳସାର ଇଚ୍ଛା କଲା ପ୍ରକଟ କରାଇଲା ଇନ୍ଦ୍ରିୟ ମାଧ୍ୟମରେ ତେଣୁକରି ଆମକୁ ଏଇ ଧରାପୃଷ୍ଠରେ ଏଇ ଦୁଃଖାଳୟ ସଂସାରରେ ଜନ୍ମ ନେବାକୁ ପଡ଼ିଲା এইটা ହେଉଛି ସବୁଠୁ ବଡ଼ ଦୁଃଖ ତେଣୁକରି ଭକ୍ତି ବିନୋଦ ଠାକୁର କ'ଣ କହୁଛନ୍ତି ସବୁଠୁ ବଡ଼ ଦୁଃଖ କ'ଣ ଏ ଜଗତରେ ଲୋକ କୃଷ୍ଣ ଭୁଲିଆ ଭଗବାଞ୍ଛା କରି ନିକଟରେ ମାୟା ତାର ଚାପୁଟିଆ ଧରି କୃଷ୍ଣକୁ ଭୁଲିକି ଆମେ ଯେଉଁ ଭଗବାଞ୍ଛା ଆମେ ଯେଉଁ ଭୋଗ କରିବୁ ଆମେ ସୁଖ ଅନୁଭବ କରିବୁ ଆମେ ଯେଉଁ ଦ୍ରୁତ ଗତିରେ ଆମେ ଆଜି ଦେଖୁଛେ ସାରା ସଂସାର ଚିନ୍ତା କରୁଛି କୃଷ୍ଣଙ୍କୁ ଛାଡ଼ି ଦେଇକି ଆମେ ଏକାନ୍ତରେ ଆମେ ସୁଖ ଅନୁଭବ ସୁଖ ଅର୍ଜନ କରିବା ପାଇଁ ସୁଖ ପ୍ରାପ୍ତ କରିବା ପାଇଁ ସାରା ସବୁକିଛି କରିବା ପାଇଁ ବ୍ୟସ୍ତ ସବୁକିଛି ତା ପାଇଁ ପାପ ବି କରୁଛନ୍ତି ପାପ କରୁନାହାନ୍ତି ବିଭିନ୍ନ ପ୍ରକାର ପାପ କରୁଛନ୍ତି ଚୋରି କରୁଛନ୍ତି ଡକାୟତ କରୁଛନ୍ତି ମିଛ କହୁଛନ୍ତି ଠାସୁଆସି ମାରୁଛନ୍ତି ଏଗୁଡ଼ା ସବୁ ଚାଲିଛି ତେଣୁ ଆଜି ଠକା ପ୍ରଭୁପାଦ କହନ୍ତି ଏଇଟା ହେଉଛି ଠକାମିର ଘର ଏଇଟା ଜଣକୁ ଠକଉଛି ସିଏ ଆଉ ଜଣେ ଠକୁଛି ଏଇଟା ଚାଲିଛି କମ୍ପିଟିସନ୍ ଚାଲିଛି ତେଣୁକରି ଶିଳ ପ୍ରଭୁପାଦ କହିବା ଅନୁସାରେ ତ ଭଗବାନଙ୍କୁ ଯଦି ଆମେ କେନ୍ଦ୍ର କରିକି ଯଦି ଆମେ କେନ୍ଦ୍ର ନ କରି ଯଦି ଆମେ ନିଜର ଆତ୍ମେନ୍ଦ୍ରିୟ ପାଇଁ ଯଦି ଆମେ କିଛି କରୁଛେ ସେଇଟା ହେଉଛି ପାପ କରୁଛେ ବୋଲି ଜାଣିବା ଦରକାର ତେଣୁ ଆମେ ସମସ୍ତେ ଭକ୍ତି ଜୀବନରେ ବି ଆସିଲା ପରେ ବି ମନରେ ଇଚ୍ଛା ହେଉଛି ଆମେ କିଛି ଗୋଟେ ଭଲ ଟେଷ୍ଟ ପକୋଡ଼ା ଟିକେ ଖାଇବା କି ଭଲ ଜିନିଷ କରିବା ନା ଯାହା ବି କରୁଛେ ଭଗବାନଙ୍କୁ କେନ୍ଦ୍ର କର ତାହେଲେ ହେଲା ଧୀରେ ଧୀରେ କ'ଣ ତାର ପ୍ରବୃତ୍ତି ହେଇଯିବ କ'ଣ ଧୀରେ ଧୀରେ ତାର ଟେଣ୍ଡେନ୍ସି ହେଇଯିବ ଯେ ପାପ କରିବାର ଟେଣ୍ଡେନ୍ସି ଚାଲି ଆସିବ ଆଜି ପର୍ସନାଲ ରୋଷେଇ କରି ଖାଇଲାଣି ତ କାହା ଘରେ ଯାଇକି ଖାଇଲାଣି କାହା ଘରେ ଭଲ ଟେଷ୍ଟ କରି କେଉଁ ଦୋକାନ ମଗେଇ ଖାଇଲାଣି ଭକ୍ତି ଜୀବନ ବ୍ରହ୍ମଚାରୀ ଲାଇଫରେ ବି ସେଇଟା ହେଉଛି ଅପରାଧ ହେଉଛି ଧୀରେ ଧୀରେ କୃଷ୍ଣକୁ ଯଦି ଆମେ ଭୁଲିକି ଯଦି ଆମେ କିଛି କୃଷ୍ଣକୁ କେନ୍ଦ୍ର ନ କରି ଯଦି ଆମେ କିଛି କରୁଛେ ତାହେଲେ ଆମେ ଜାଣିବା ଦରକାର ସେଇଟା ହେଉଛି ସବୁଠୁ ବଡ଼ ବିପଦ ସେଇପାଇଁକି ଅର୍ଜୁନଙ୍କୁ କହିଲେ କ୍ରୋଧାତ୍ ଭବତି ସମଃ ଯେତେବେଳେ
ସମାସ୍ମୃତିଭଂ ବିଭ୍ରମ ସ୍ମୃତିଭଂ ସଦ୍ବୁଦ୍ଧିନା ସଦ୍ବୁଦ୍ଧିନା ସତ୍ପ୍ରଣଶତି। ଲୋକ ପାପ କରେ କ'ଣ ପାଇଁ? ଗୋଟେ ବସ୍ତୁକୁ ଯେତେବେଳେ ସେ ଆସକ୍ତିରେ ପଡ଼ିଯାଏ ତାକୁ କ'ଣ କରେ? ଭୋଗ କରିବାକୁ ଇଚ୍ଛା କରେ। ଆସକ୍ତି ଆସିଲା, ଆସକ୍ତି ପରେ କ'ଣ ହେବ? ଲୋଭ ଆସିବ। ହଁ, ଗୋଟେ ପୁଅ ଗୋଟେ ଝିଅ, ଗୋଟେ ଝିଅକୁ ଗୋଟେ ପୁରୁଷ ଗୋଟେ ଝିଅକୁ ଦେଖିଲା, ଆସକ୍ତି ମନରେ ଆସକ୍ତି ଉତ୍ପନ୍ନ ହେଲା। କେତେ ସୁନ୍ଦର! ହଁ, ମନ୍ଦିରକୁ ଆସୁଛନ୍ତି, ସୁନ୍ଦର ଝିଅଟେ ବସିଛି, ବ୍ୟୁଟିଫୁଲ୍, ସୁଇଟ୍ ହାର୍ଟ, ସୁଇଟ୍ ହାର୍ଟ। ଗୋଟିଏ ହାର୍ଟରେ ଆଜିକାଲି ମୂର୍ଖ ଲୋକ ବୁଝିପାରିବେନି। ଗୋଟିଏ ମଣିଷର ହୃଦୟ ଗୋଟେ ନା ଦିଟା? ଆଉ ଗୋଟିଏ ହୃଦୟରେ କେତେଟା ସିଂହାସନ ଥାଏ? ଗୋଟେ ଥାଏ ନା ଦିଟା ଥାଏ? ଗୋଟେ ଥାଏ ନା। ଗୋଟେ ତାହେଲେ ଭଗବାନ ତ କହୁଛନ୍ତି ସୁହୃଦ୍ ସର୍ବଭୂତାନାଂ, ମୁଁ ହେଉଛି ତମର ସୁହୃଦ୍। ଆରେ ମୁଁ ତ ସୁହୃଦ୍। ଭଗବାନ ତ ଗୀତାରେ କହିଦେଇଛନ୍ତି ଆଇ ଏମ୍ ସୁଇଟ୍ ହାର୍ଟ, ଏଭ୍ରି ଏଣ୍ଟିଟି, ଏଭ୍ରି ସୋଲ୍। ମୁଁ ତ ହେଉଛି ସୁହୃଦ୍, ମୁଁ ତ ମୂଳ। ଏଇଟା ତ ସୁଇଟ୍ ହାର୍ଟ ତ ଏବେ ଅଛି। ଭଗବାନ ଗୀତାରେ ଅନାଦି କାଳରୁ କହିଦେଇଛୁ ମୁଁ ସୁହୃଦ୍, ମୁଁ ପ୍ରାଣୀର ହେଉଛି ସୁହୃଦ୍। ଅନାଦି କାଳରୁ ମୁଁ ପ୍ରତ୍ୟେକଟି ଜୀବ ହୃଦୟରେ, ପଶୁ ପକ୍ଷୀ କୀଟ ପତଙ୍ଗ ନାଙ୍ଗୁଡ଼ିଆ ପୋକ ଭିତରେ, ମୁଁ ସୁହୃଦ୍ ଭିତରେ, ମୁଁ ଅନାଦି କାଳରୁ ମୁଁ ଜୀବ ସହିତ, ପ୍ରତିଟି ହୃଦୟରେ ମୁଁ ଜୀବ ସହିତ ମୁଁ ରହି ଆସିଛି। ତ ଗୋଟିଏ ସିଂହାସନରେ ଜଣେ ରହିବ, ଦି ଜଣ ରହିବ କି? ଆଜିକାଲି ବସେଇଛି ନା, ସେ ଭଗବାନଙ୍କୁ କାଢ଼ିକି ଆମେ ଭାବୁଛୁ ଭଗବାନଙ୍କ ସିଂହାସନରୁ, ସେଇ ସିଂହାସନ କାଢ଼ିକି ଭଗବାନ ତୁ ରହ, ବାହାର ଯା। ସୁଇଟ୍ ହାର୍ଟ କିଏ? ଇଏ ମୋର ସୁଇଟ୍ ହାର୍ଟ, ଇଏ ମୋର ସ୍ତ୍ରୀ, ଆଇ ଲଭ୍ ୟୁ, ୟୁ ମୋର ସୁଇଟ୍ ହାର୍ଟ, ତମ ବିନା ବଞ୍ଚିବା। ସୁଇଟ୍ ହାର୍ଟ, ସୁଇଟ୍ ହାର୍ଟ। ଭଗବାନ ଦେଖୁଛନ୍ତି, ଆରେ ମୁଁ ବସିଛି ଜୀବନ ସାରା, ମୁଁ ବସି ବସି ଆସିଛି, ତୋର କେଉଁ କେତେ ଜନ୍ମ ଥରେ ମୁଁ ବସି ବସି ଆସିଛି। ଆଜି ତାକୁ ଏଇ କିଛି ଦିନ ପାଇଁ ଆସିଛି, ଆଉ 2-3 ଦିନ ପାଇଁ ତାକୁ ବସେଇଲାଣି ଇଏ ସୁଇଟ୍ ହାର୍ଟ ହେବ, ଇଏ ମୋ ସିଂହାସନରେ ସିଏ ବସେଇବ। ହଇରାଣ ହେଉଛି। ଭଗବାନ କହିଲେ ଠିକ୍ ଅଛି, ତୁ ବସେଇବୁ ତ, ହଉ ବସା। ଆଉ ଯେତେବେଳେ ବସେଇବା ଶୁରୁ ହେଉଛି, ଭଗବାନଙ୍କ ସିଂହାସନ, ସେଟା ଭଗବାନଙ୍କର ସିଂହାସନ ଯେଉଁଟା ଅଛି ନା, ଗର୍ଦାର ହେଇଛି ନା। ଆଉ ଭଗବାନ କ'ଣ ସହିବେ କି? ମୋ ନିଜ ଘରେ ଯଦି ମୁଁ ଆଗକୁ ପୁରେଇବି ତମ ସ୍ତ୍ରୀକୁ ଯଦି ତମ ସ୍ତ୍ରୀ ହାତ ଧରିକି ବାହା ହେଇଛି, ଭଲ ପାଇବା ରହିଛି, ଜୀବ ସହିତ ଭଗବାନଙ୍କର ଅନ୍ୟ ଆଦି କାଳର ସମ୍ପର୍କ ରହିଛି, ଭଲ ପାଇବା ରହିଛି, ନାଇଁ କି? ତାହେଲେ ଭଗବାନ ବ୍ରହ୍ମ ସଂଗୀତାରେ କ'ଣ କହୁଛନ୍ତି? ଲକ୍ଷ୍ମୀ ସହସ୍ର ଶତସମ୍ଭ୍ରମ ସେବ୍ୟମାନମ୍। ହଜାର ହଜାର ଲକ୍ଷ୍ମୀ ଭଗବାନଙ୍କ ବିଷ୍ଣୁଙ୍କର ପାଦ ପ୍ରକ୍ଷାଳନ କରୁଛନ୍ତି। ମାନେ ବୁଝିପାରିଲେ? ଲାଇନ୍ ଲାଗିଛନ୍ତି। କିନ୍ତୁ ଭଗବାନ କ'ଣ କରୁଛନ୍ତି? ଏତେ ଦୟାଳୁ, ଜୀବକୁ ଉଦ୍ଧାର କରିବା ପାଇଁ ସେଇ ଘରୁ ଲକ୍ଷ୍ମୀକୁ ଛାଡ଼ି ଦେଇକି, ଧନ ସମ୍ପତ୍ତି କେତେ ତାଙ୍କର ଅଭାବ ଅଛି, ଆସିକି ମଳର କିଡ଼ା ଭିତରେ ଦୁର୍ଗନ୍ଧ ଶିଙ୍ଘୁଛନ୍ତି। କାହା ପାଇଁ? କାହା ପାଇଁ ଶିଙ୍ଘୁଛନ୍ତି? ଜୀବ ପାଇଁ। ଜୀବ କେତେବେଳେ ଜୀବ ମୋତେ ବୁଝିପାରୁ, ଜୀବ ବୁଝୁ ଯେ ମୁଁ ହେଉଛି ପିତା, ମୁଁ ହେଉଛି ତାର ଆକ୍ଚୁଆଲି ସୁଇଟ୍ ହାର୍ଟ। ସିଏ ମୋତେ ବରଂ ଧୋକା ଦେଇଦେବ, କିନ୍ତୁ ମୁଁ ତାକୁ ଧୋକା ଦେବିନି। ସିଏ ମୋତେ ଛାଡ଼ି ଦେଇପାରେ, କିନ୍ତୁ ମୁଁ ତାକୁ ଛାଡ଼ିବିନି। ସେଇଥିପାଇଁ ତ ସେ ଭଗବାନ, ସେଇପାଇଁ ତ ସେ ଭଗବାନ। ଆଜିକାଲି ସେ ଡୁପ୍ଲିକେଟ୍ ଭଗବାନ, 2 ଗୋଡ଼ିଆ 3 ଗୋଡ଼ିଆ, ସେସବୁ ଭଗବାନ ନୁହେଁ। ଭଗବାନ ଯଦି ହେଇଥାନ୍ତେ, ଇଏ ହେଉଛନ୍ତି ଭଗବାନଙ୍କର ଭଗବତାର। ଜୀବ ବରଂ ଲାତ ମାରୁଛି, କିନ୍ତୁ ଭଗବାନ କ'ଣ କରୁଛନ୍ତି? ଭଗବାନ ହାତ ଧରୁଛନ୍ତି, ପରେ ବାବା ତୁ ଯେତେ ମାର, ମୁଁ ତ ହାତ ଛାଡ଼ିବି। ତା ଉପରେ ଶ୍ରୀଲ ପ୍ରଭୁପାଦ ବହୁତ ସୁନ୍ଦର ଗୋଟେ ଗଳ୍ପ କୁହନ୍ତି। ଗୋଟେ ରାଜାର 4ଟା ରାଣୀ ଥିଲେ, ଶୁଣିଥିବେ ଆପଣମାନେ। ଗୋଟେ ହେଉଛି 4ଟା ରାଣୀ। କ'ଣ 4ଟା ରାଣୀଙ୍କର ନାମ ପଚାରିବି? 4ଟା ରାଣୀ ଥିଲେ। ଗୋଟେ ହେଉଛି ରୂପବତୀ, ଗୋଟେ ହେଉଛି କାମବତୀ, ଆଉ ଗୋଟେ ହେଉଛି ଆଳାପବତୀ, ଆଉ ଗୋଟେ ହେଳାବତୀ। ରାଜାର ସବୁ କିଛି ଥାଏ, ଧନ ସମ୍ପତ୍ତିର ଅଭାବ ନାହିଁ। ତ ରୂପବତୀ ଯିଏ ଥିଲେ, ସେ ରୂପରେ ବହୁତ ସୁନ୍ଦର, ପୁରା ବ୍ୟୁଟିଫୁଲ୍। ରାଜା ଏତେ ଆସକ୍ତି ହେଇଥାଏ, ଆଉ ପ୍ରତ୍ୟେକ ରୂପବତୀ ଯାହା କହିବ ସେ ମାନିବ। ରୂପରେ ବହୁତ ସୁନ୍ଦର ରୂପବତୀ। ହଁ, ଆଉ ଗୋଟେ କ'ଣ? ହଁ, ଗୁଣବତୀ। ଆଉ ଗୁଣରେ ଆଉ ଗୋଟେ ଅଛି, ଗୁଣରେ ପରିପୂର୍ଣ୍ଣ, ସବୁ ପ୍ରକାର କାମ ଜାଣେ। ଠିକ୍ ଅଛି, କିନ୍ତୁ ସେ ତାର ଗୁଣ ଗୁଡ଼ା ଏତେ ଭଲ ଯେ, ଆଉ ତା ଗୁଣରେ ଏତେ ସୁନ୍ଦର କଥା କହିବା ଷ୍ଟାଇଲ୍, ତାର ଚାଲା ଷ୍ଟାଇଲ୍, ତା ଡିଲିଂ ଏତେ ଯେ ରାଜାକୁ ମୁଗ୍ଧ କରି ରଖିଥାଏ। ରାଜା ସବୁବେଳେ ତା ପାଖରେ ବସିଥାନ୍ତି। ଗୁଣବତୀ। ଠିକ୍ ଅଛି।
ଆଉ ଗୋଟେ ହେଉଛି ରୂପବତୀ ବା ଗୁଣବତୀ ବା କାମବତୀ, ଆଉ ଗୋଟେ ହେଉଛି ଆଳାପବତୀ। ଆଳାପବତୀ ମାନେ ରାଜା କିଛି ଡିସିସନ୍ ନେବା ପୂର୍ବରୁ କିଛି ଗୋଟେ ଡିସିସନ୍ ନେବେ, ଆଜିକାଲି ଥାଏ ନା କିଛି ଡିସିସନ୍ ସ୍ତ୍ରୀକୁ ପଚାରିବ କ'ଣ ହେଲା ଠିକ୍ ଭୁଲ ନେଉଛି ଡିସିସନ୍, ସେ ସ୍ତ୍ରୀ ପାଖ ସେଇ ଆଳାପବତୀ ମାନେ ଆଳାପ କରିବା, ବସିକି ଇଏ କରିବା, ତ ଆଳାପବତୀ ପାଖକୁ ଯାଏ। ଆଳାପବତୀ ପଚାରେ ମୁଁ ଏଇଟା ଠିକ୍ କରୁଛି ଭୁଲ ନାହିଁ, ଆଳାପବତୀ ସଜେସନ୍ ଦିଏ ନା ଏଇଟା ସ୍ୱାମୀ ଏଇଟା ଭୁଲ, ଏଇଟା ଠିକ୍, ଏଇଟା କରିବା ଦରକାର ନାହିଁ, ସେମିତି ତା ରାଜା ବି ତାକୁ ଭଲ କରନ୍ତି। ଆଉ ହେଳାବତୀ ଯିଏ ରାଜା ତାକୁ ସବୁବେଳେ ହେଳା କରନ୍ତି, ତା କଥା ଏ ଅବସ୍ଥା ସେଇଠି ରୋଷେଇ କରୁଥିବ ତାକୁ ଟିକେ ଅନାନ୍ତି ନାହିଁ, ଖାଇଲା ନ ଖାଇଲା ସାରା ଜୀବନ। ଦିନେ କ'ଣ ହେଲା, ରାଜାଙ୍କର ମୃତ୍ୟୁ ସମୟ ଆସିଲା, ତ ଜଣାପଡ଼ିଲା ରାଜା କିଛି ଦିନ ପରେ ମରିଯିବେ। ତ ରାଜା ଡାକିଲେ ଚାରି ରୂପବତୀ ଡାକିଲେ, ରୂପବତୀ ଦେଖ ମୁଁ ତୁମର ଏତେ ଭଲ ପାଇଛି, ତୁମେ ଯାହା କହିଛ ମୁଁ ମାନିଛି, ଆଉ ତମ ସହିତ ମୁଁ ସବୁବେଳେ ରହିଛି, ତମ କଥା ମାନିଛି, ଆଉ ମୁଁ ତୁମକୁ ଏତେ ଭଲ ପାଏ, ଏତେ ଭଲ ପାଏ, ଏତେ ଭଲ ପାଏ, ଏତେ ଭଲ ପାଏ, ଆଉ ମୁଁ ତୁମକୁ ଛାଡ଼ିକି ରହିପାରିବିନି, ଆଉ ମୋର ଏବେ ମରଣ ସମୟ ଆସିଲାଣି, ଆଉ ମୋତେ ରିକ୍ୱେଷ୍ଟ, ମୁଁ ତ ତୁମ ଛାଡ଼ିକି ତ ରହିପାରିବିନି, ତ ମୋ ସହିତ ଚାଲ। ରୂପବତୀ କହିଲା ଆରେ ତମେ ମରିଯିବ, ମୁଁ କାହିଁ ତମ ସହିତ ଯିବି, ଆରେ ତମେ ମଲେ ସିନା ମୁଁ ଆଉ କାହାକୁ ବାହାକି ଯିମି, ବାହା ହେଇକି ଯିମି, ଆଉ କାହାକୁ ହାତ ଧରିବି। ସେ ସେଇଠି ଆରେ ତ ସେ ରାଜା ଶୁଣି ତା କଥା ଶୁଣିକି ଆଶ୍ଚର୍ଯ୍ୟ, ଆରେ ଜୀବନ ସାରା ତାକୁ ଏତେ ଭଲ ପାଇଲି, ଏତେ କିଛି କେୟାର କଲି, ଏତେ ଚକୋଲେଟ୍ ଦେଲି, ଏତେ ତାକୁ ସିନେମା ଦେଇକି ଗଲି, ଏତେ ଗାଡ଼ିରେ ବୁଲେଇଲି, ଏତେ ଘୋଡ଼ାରେ ବୁଲେଇଲି, ଏତେ ତାକୁ ସୁନା ଗହଣା ଦେଇକି ତାକୁ ଏରକମ ସଜେଇଲି, କେତେ ଆମେ ଗାର୍ଡେନରେ ବୁଲିଲୁ, କେତେ ରକମ କଲୁ, ଲାଷ୍ଟକୁ ମୋତେ ଏତେ କୁଟାକୁ ଭାଙ୍ଗିବାକୁ ବି ତାକୁ ଦେଇନି, କୁଟା କାଠିକି ଭାଙ୍ଗିବାକୁ ଦେଇ ତାକୁ ପୁରା ସବୁବେଳେ ମୁଁ ଫୁଲ ସେଜର ତାକୁ ରଖିଲି, ଲାଷ୍ଟକୁ ମୋତେ କହୁଛି ତା ମନରେ ଏମିତି ଜୀବନ ମୁଁ କଷ୍ଟ ବି ଦିନି, ଲାଷ୍ଟକୁ କହୁଛି ମୁଁ ମରିଗଲା ପରେ ମୁଁ ଆଉ କାହାକୁ ବାହାମି, ହାତ ଧରିକି ନେଇକି ପଳେଇବି, ଆଉ କାହାର ମୁଁ ହାତ ଧରିମି। ଚଲା ରାଜାଙ୍କର ଦୁଃଖ ପ୍ରଥମ ବ୍ରେକ୍, ହାର୍ଟ ବ୍ରେକ୍ ହେଲା। ଠିକ୍ ଅଛି ବାବା, ଦ୍ୱିତୀୟ ରାଣୀକୁ ଡାକିଲେ, ଠିକ୍ ଅଛି ଯା। ସେ କହିଲେ ଦେଖ ତୁମେ ହେଉଛି ଗୁଣବତୀ, ତୁମେ ସବୁ ଗୁଣରେ ତୁମେ ଏତେ ମୋତେ ବାନ୍ଧିକି ରଖିଛ, ସବୁ ଜିନିଷରେ ତୁମେ ପରିପୂର୍ଣ୍ଣ, ତେଣୁକରି ତୁମେ ହେଉଛ କାମବତୀ, ଆଉ ମୋର କାମନା ସବୁବେଳେ ପୂର୍ଣ୍ଣ କରିଛ, ଆଉ ତୁମେ ଗୋଟିଏ ରିକ୍ୱେଷ୍ଟ, ତୁମେ ଯେହେତୁ କାମନା ପୂର୍ଣ୍ଣ କରୁଛ, ମୁଁ ତୁମକୁ ତୁମକୁ ତ ଛାଡ଼ିକି ରହିପାରିବିନି, ଆଉ ତୁମେ ମୋ ସହିତ ଚାଲ, ମୁଁ ତ ଏବେ କିଛି ଦିନ ପରେ ମରିଯିବି। କହିଲା ନା 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 ମୁଁ ଯିବାର ନାହିଁ, ଆଉ ମୁଁ ଯଦି ଯିବି ହଁ ତୁମେ ଯିବ, ମୋତେ କାନ୍ଦ ଲାଗିବ କି ନା, କିନ୍ତୁ ମୁଁ କାନ୍ଦିବି, କିନ୍ତୁ ମୁଁ ତମ ସହିତ ଯିବିନି। ଆଉ ଯେଉଁ ଆଳାପବତୀ ଥିଲେ, ଠିକ୍ ଅଛି, ଆଳାପତୀ କହିଲା ଶେଷଟା ଆଳାପତୀ, ତୁମେ ତାହେଲେ ଯିବନି। ଆଳାପତୀ ଡାକିଲେ, କହିଲେ ଆଳାପତୀ କହିଲେ ଦେଖ ତମ କଥା ମୁଁ ସବୁ ମାନିଛି, ତୁମ ଡିସିସନ୍ ଯାହା ଦେଇଛ ଜୀବନରେ ମୁଁ ତୁମ କଥା ମାନିଛି, ତୁମେ ଗୋଟେ କମ୍ କର, ଆଉ ମୁଁ ତ ଏବେ ମରିତ ବସିଲିଣି, ଜମା ଆସିକି ମୋତେ ନେବ, ତୁମେ ମୋ ସହିତ ଚାଲ। ଆଉ ମୋର ଦି ରାଣୀ ତ ମନା କରିଦେଲେ, ତୁମେ ମୋ ସହିତ ନ ଗଲେ ହେବନି। କହିଲା ମୁଁ ଯିମି, କିନ୍ତୁ ସେଇ ଆପଣ ଜୁଇ ପର୍ଯ୍ୟନ୍ତ ମୁଁ ଯିବି, ଆଉ ତାଠୁ ଯାଇପାରିବିନି। ସେ ଭାବିଲା ଯେତେବେଳେ ଯିମି କହିଲେ ମୁଁ ଯିବି ବୋଲେ, ଲାଷ୍ଟ ଜୁଇ ପର୍ଯ୍ୟନ୍ତ ଯିବ, କହିଲେ ହେ ଏଇଟା ଗୋଟେ କଥା, ଏତେ ତୁମ ତିନି ଜଣଙ୍କୁ ଏତେ କେୟାର କଲି, ଏତେ ସବୁ କିଛି, ଲାଷ୍ଟକୁ ତିନି ଜଣ କେହି ଗଲେନି। ଲାଷ୍ଟକୁ ହେଳାବତୀକୁ ଡାକିଲେ, ହେଳାବତୀ କ'ଣ କରିବ? ହେଳାବତୀ କହିଲେ ଦେଖ, ରାଜା କହିଲେ ଦେଖ ରାଜା କହିଲେ ଦେଖିଲ ରାଣୀ, ମୁଁ ଜୀବନ ସାରା ତୁମକୁ ତ ହେଳା କରିଛି, ଆଉ ମୁଁ କେମିତି କଥା ହେଇପାରିବି ତୁମ ସହିତ, କଥା ତ ଲଜ୍ଜା ଲାଗୁଛି, ଆଉ ତିନି ରାଣୀକୁ ମୁଁ ଜୀବନ ସାରା ଏତେ ବୁଝିଲି, ଏତେ କିଛି କେୟାର କଲି, ଏତେ ତାକୁ ମୁଁ ଚକୋଲେଟ୍ ଦେଲି, ଏତେ କିଛି ତୁମ ଜୀବନ ସାରା କିଛି ଦେଇନି, ଶାଢ଼ୀ ଖଣ୍ଡେ ବି ଦେଇନି, କ'ଣ ଖାଇଲ, କେଉଁଠି ରହିଲ, କେଉଁଠି ନାହିଁ, କେବେ ବି ଅନେଇ ନାହିଁ, ପଚାରିବି ନାହିଁ, କିନ୍ତୁ ହେଳାପତି କହୁଛି କ'ଣ ହେଲା ସେ, ମୁଁ ତୁମ ସହିତ ଯିବି, ମୁଁ ତ ବାହା ହେଲା ପରେ ମୋ ବାପା ତ ତୁମକୁ ସମର୍ପିତ କରିଛି, ତୁମେ ଯେମିତି ରଖିବ ମୁଁ ସେମିତି ରହିବି, ତୁମେ ଯଦି ଯିବ ମୁଁ ବି ତୁମ ସହିତ ଯିବି। ଇଏ ହେଉଛି ହେଳାବତୀ। ତାହେଲେ ଏଇଠୁ ଶିକ୍ଷା କ'ଣ ମିଳୁଛି? ରୂପବତୀ କିଏ? ଏଇ ରୂପବତୀ ହେଉଛନ୍ତି କିଏ? ଆମେ ଯେଉଁ ଆମ ପାଖରେ ଯାହା ସବୁ ଜିନିଷପତ୍ର ଅଛି, ବ୍ୟାଙ୍କ ବାଲାନ୍ସ, ଭଲ ଗାଡ଼ି, ଭଲ ସ୍ତ୍ରୀ, ଭଲ ଟଙ୍କା ପଇସା, ଘର ଦ୍ୱାର, ଜମି ବାଡ଼ି, ଇଏ ହେଉଛି ରୂପ, ମାନେ ଅନ୍ୟକୁ ଆକର୍ଷଣ କରେଇବା। ଆମେ ମରିଗଲା ପରେ
ସେ ଆଉ କାର ହବ, ଅନ୍ୟ କାର ହବ। ନୂଆ ଗାଡ଼ି ଆଣିଥିବ, ଆଜି ମରିବ ତ ନୂଆ ଗାଡ଼ି ପୁଅ ନେଇ ଚଲେଇବ। ଆଉ ରୂପବତୀ କ'ଣ କରିବ, ତାଆମେ ଧରିକି ରାସ୍ତାରେ ବୁଲୁ ନା। ଆଉ କେତେ ସୁନ୍ଦର ସ୍ତ୍ରୀ ଯଦି ହେଇଥିବ ସେ କ'ଣ କରିବ, ଘରେ ରଖିବ ଥୋଡ଼ି, ବାହାରେ ନେଇ ବୁଲିବ କୋଟି। ଏଗୁଡ଼ା ସବୁ ରୂପବତୀ। ତା କାମବତୀ କିଏ, ଯେ ଆମର ପିତାମାତା, ଯେଉଁମାନେ ନିଜର ପିଲା ଛୁଆ ସମ୍ପର୍କ ମାନେ, ହଁ। ଗୁଣବତୀ ନିଜର ଆତ୍ମୀୟ ସ୍ୱଜନ ମାନେ, ଗାଁ କାଠି ସବୁ ସେମାନେ ଯିବେ କେଉଁଠି, ଜୁଇ ପାଖକୁ। ଆଉ ହେଳାବତୀ ସେ ହେଉଛନ୍ତି ଭଗବାନ କୃଷ୍ଣ। ଯିବାକୁ କ'ଣ କରୁଛି, ସାରା ଜୀବନ ତାକୁ ଧୋକା ଦେଉଛି, କିନ୍ତୁ ଅନ୍ତିମ ସମୟରେ ଜୀବ ସହିତ ସେଇ ହେଳାବତୀ ହିଁ, ସେଇ ଭଗବାନ ହିଁ ଯିବେ। ତେଣୁ ଜୀବ କ'ଣ କରେ, ଏଇ ଜ୍ଞାନଟାକୁ ବୁଝିପାରେ ନାହିଁ। ଅଜ୍ଞାନତା ବଶବର୍ତ୍ତୀ କାରଣରୁ, ଏଇ ରୂପା ଯେମିତି କୁହନ୍ତି, ଅଜ୍ଞାନତା କାରଣରୁ। ତେଣୁକରି ସାଧାରଣ ଏଇ ଲୋକଙ୍କୁ ନିଜର ସୁଇଟ୍ ହାର୍ଟ ଭାବିବା ନାହିଁ, ଏ ମୋର ସୁଇଟ୍ ହାର୍ଟ। ତାହେଲେ ଦେଖିନେ ମନର ଆସକ୍ତି ଆସିବ। ମନର ଆସକ୍ତି ଆସିଲା ପରେ କ'ଣ ହେବ, ଲୋଭ ଆସିବ। ଲୋଭ ଆସିଲା ପରେ ଭୋଗ କରିବାକୁ ଇଚ୍ଛା ହେବ। ଲୋଭ କ୍ରୋଧାତ୍ ଭବତି ସମୋହ, ସମୋହାତ୍ ସ୍ମୃତି ପରିଭ୍ରମ। ତାହେଲେ ମୋହ ଯେତେବେଳେ ଆସିବ, ଲୋଭ ଆସିବ। ଲୋଭ ଆସିଲା ପରେ ଭୋଗ ଯେତେବେଳେ ଭୋଗ କରିବା ପାଇଁ ଇଚ୍ଛା ଆସିବ। ଯଦି ଭୋଗ ଯଦି ନ କରିପାରିବେ, ମନରେ କ'ଣ ହେବ, କ୍ରୋଧ ଆସିବ, ରାଗିଯିବ, ମୁଁ କାହିଁ ପାଇପାରିଲିନି, ଝିଅକୁ ପାଇଲିନି ତ, ଝିଅ ଭୋଗ କରିପାରିଲିନି ତ, ମୁଁ ତ ବାହା ହେବିନି, আমি ତାକୁ ବାହାଘର କରିତେ ଦେବିନି, ସେ ତ ମୋର ହେଲାନି ତ, ମୁଁ କାହାର ହେବାନି ତାକୁ ଦେବିନି, ମୁଁ ମରିବି ନା ତାକୁ ମାରିବି। ହେଲା ପରେ ରାଗ ଆସିଲା। କ୍ରୋଧାତ୍ ଭବତି ସମୋହ, ସମୋହାତ୍ ସ୍ମୃତି ବିଭ୍ରମ। ଯେତେବେଳେ କ୍ରୋଧ ଆସିବ, ସେ କ'ଣ ହେବ, ମନର ଠିକ୍ ଭୁଲ ଚିନ୍ତାଧାରା, ସ୍ମୃତି ବିଭ୍ରମ, ସ୍ମୃତି ଶକ୍ତି ହରାଇ ବସିବ। କେଉଁଟା ଠିକ୍ କେଉଁଟା ଭୁଲ, ଘର ଝଗଡ଼ା, କାହାକୁ ଇଏ ବାହା ବୁଝଉଥିବ, ଏଇଟା ନାଁରେ କର ନା ଥାଉ, ସିଏ ବୁଝିପାରେ। ମାନେ ମୋହ ଲାଗିଛି ନା, ଆସକ୍ତି ଭୋଗ କରିବା ଜଳ ଆସେ। ଭୋଗ ଏଇ ଭୋଗଟା ମନରେ ଜୀବ ଭୋଗ ପ୍ରଭୃତି ଗୁଣଟାକୁ ଜୀବକୁ କ'ଣ କରେ, ଅନ୍ଧ କରେଇ ଦିଏ। କେଉଁଟା ଠିକ୍ କେଉଁଟା ଭୁଲ, ଆତ୍ମସ୍ୱଜନ କଥା ସେ କେଉଁ ଶୁଣିବେନି, କେ କଥା ଶୁଣିବେ, ପାପ କରିବା ପାଇଁ ବାହାରି ପଡ଼ିବ। ମାରପିଟ, ଡିଭୋର୍ସ, ଜମି ବାଡ଼ି ପାଇଁ ପିଟା ମରା, ଗୋଟେ ଇଞ୍ଚ ପାଇଁ କେଉଁଠି ବାଡ଼ ଗୋଟେ ଯଦି ପଳେଇ ଯାଇଥିବ, ହେଇ ଭାଇ ଭିତରେ ଝଗଡ଼ା। ଆମର ଏତିକି ପାଇଁ ଏତେ ଆସକ୍ତି, ଏତିକି ଟିକେ ଜାଗା ପାଇଁ, ଯେଉଁଟାକି ବାଲି ମରିଲା ବେଳେ ବି ବାଲି କଣିକା ବି ଉଠେଇ ପାରିବନି, ସେତିକି ଜାଗା ପାଇଁ ଆଜି ଭାଇ ଭିତରେ ଝଗଡ଼ା ହେଉଛି କି? ସେ ଜାଣିପାରେ, ଆରେ ଠିକ୍ ଅଛି, ସେ ଜାଣେ ଏଇ ଜାଗାରେ, ସେ ଜାଣେ ସବୁ କିଛି, ଏଇ ଜାଗା ମୁଁ କେବେ ନେଇକି ଯିବିନି, ଧନ ସମ୍ପତ୍ତି କେହି ନେଇକି ଯିବିନି, ଏତିକି ଟିକେ ଚିହ୍ନା ବାଲି ବି ମୁଁ ନେଇକି ଯାଇପାରିବିନି, କିନ୍ତୁ ଏତିକି ଚିହ୍ନା ବାଲି ପାଇଁ ଏତିକି ଝଗଡ଼ା ଚାଲିଛି। ବାବା ଏଇଠି ମୁଁ ପାଚିରି କରିବି, ସେ କହିବ ନା ମୁଁ ଏତିକି ଘୁଞ୍ଚେଇବି, ଇଞ୍ଚେ ଯଦି ଗଲା ସେ କେସ୍ ଚାଲିଥିବ, ଲକ୍ଷ ଲକ୍ଷ ଟଙ୍କା ବି ତା ବରବାଦ ହେଇସାରିଥିବ। ତେଣୁକରି ବୁଝିପାରେ ନା। ତେଣୁ ବୁଦ୍ଧି ନାଶାତ୍ ବୁଦ୍ଧି ନାଶ, ଯେତେବେଳେ ସ୍ମୃତି ବିଭ୍ରମ ହୁଏ, ସ୍ମୃତି ହେଲା ପରେ ବୁଦ୍ଧି ନାଶ ହେଇଯାଏ। ବୁଦ୍ଧି ନାଶ ହେଲା ପରେ କେଉଁଟା ଠିକ୍ କେଉଁଟା ଭୁଲ ଜାଣିପାରେନି। ବୁଦ୍ଧି ନାଶାତ୍ ପ୍ରଣଶ୍ୟତି, ଯଦି ନ ବାହା ପାଇଲା ସୁଇସାଇଡ୍ କରିକି ମରିବ। ତେଣୁକରି ଖତରନାକ ଦେଖ ଜୀବକୁ କେମିତି। ତେଣୁ ଯେ ଭଗବାନଙ୍କ ଶରଣାପନ୍ନ ଲୋକ, ଯେ ଭଗବାନଙ୍କୁ ବୁଝିଛି, ତାହେଲେ ସେ କେବେ ବି ଏ ଜଡ଼ ଜଗତର ଆସକ୍ତିରେ କେବେ ଆସିବ ହିଁ ନାହିଁ। ସେ ଜାଣିଛି ଏଗୁଡ଼ା ହେଉଛି ମୋହ, ମୁଁ ମୋହରେ ଯଦି ପଡ଼ିବି ତାହେଲେ କ'ଣ ହେବ, ମୁଁ ମରିବି। ତେଣୁକରି ପାଞ୍ଚଟା ଇନ୍ଦ୍ରିୟ କ'ଣ କରୁଛି, ଯେମିତି ଆଖି ଦ୍ୱାରା କିଏ ମରେ, ଆଖି ଦ୍ୱାରା କିଏ ମରେ, ଆସକ୍ତିରେ। ପାଞ୍ଚଟା ଇନ୍ଦ୍ରିୟ, ପାଞ୍ଚଟା ଇନ୍ଦ୍ରିୟକୁ ପାଞ୍ଚଟା ବସ୍ତୁ ସହିତ ତୁଳନା କରାଯାଇଛି। କାନ ଦ୍ୱାରା କିଏ ମରେ, ହରିଣ, ଠିକ୍ ଅଛି। ହରିଣ କ'ଣ କରେ, ଯେତେବେଳେ ଶବର କ'ଣ କରେ, ହରିଣ ଯେତେବେଳେ ଶିକାର କରିବ, ସେ କ'ଣ କରିବ ନା, ତାକୁ ଗୋଟେ ଗଛର ଡାଳ ଆଣିକି ସେ କ'ଣ କରିବ, ପତ୍ରଟାକୁ ହଲେଇବ, ବୁଝିପାରିଲେ। ସେ ପତ୍ରଟା ଯେତେବେଳେ ଛନ ଛନ ଆବାଜ ଆସିବ, ସେ ଶୁଣିବ କାନ ଦ୍ୱାରା, ସେ ଆସିବ ଖାଇତେ ଆସିଲା ପରେ ଶବର ତାକୁ ଶିକାର କରିବ ଅଛି। ହଁ, ଆଖି ଦ୍ୱାରା ଝୁଡ଼ଝୁଡ଼ିଆ ପୋକ ଦେଖିଛ ନା, ଯେତେବେଳେ ହେଭି ଲାଇଟ୍ ହେଇଯିବ ଆସିବେ, ଲାଷ୍ଟକୁ ଆଲୋକରେ ନେଇ ପଟକିନା ପଡ଼ିବେ।
ନାକ ଦ୍ୱାରା କିଏ ମରିବ? ନାକରେ କିଏ ମରେ? ପିମ୍ପୁଡ଼ି। ରସଗୋଲା ଶିରା ଥିବ, ଶୁଙ୍ଗି ଶୁଙ୍ଗି ଆସିବ, ଲାଇନ୍ ଲାଗି ଆସିବ, ଶୁଙ୍ଗି 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 ସେ ଯେତେବେଳେ ପଶିଯିବ ଲାଷ୍ଟକୁ ସେ ଶିରା ଭିତରେ ମଲେ ସେଇଠି। ଆଉ ନାକ, ଆଖି, କାନ, ଆଉ ଗୋଟେ ପାଟି। ପାଟି ଦ୍ୱାରା କିଏ ମରେ? ପାଟିରେ ମରେ ମାଛ। ବଇଁଶୀ ଦ୍ୱାରା ବଇଁଶୀ ପକାନ୍ତିନି ନା, ବଇଁଶୀ ଖଡ଼ା ଖଡ଼ା ପକାନ୍ତି, ତା ଭିତରେ ସେଇ ଯେଉଁ କଣ୍ଟା ଭିତରେ କ'ଣ ଦିଆଯାଏ? ସେ ଦେଇଥିବେ କିଛି ଜିଆ ହଉ କିଛି ଗୋଟେ ଅଟା ଗୁଲି ଦେଇଥାନ୍ତି। ମାଛ କ'ଣ କରିବ? ଲୋଭରେ ଆସିବ, ଖାଇ ମରେ। ଆଉ ରହିଲା 5ଟା ଦିଆ। ଗୋଟେ ଚର୍ମ। ଚର୍ମ ଦ୍ୱାରା କିଏ ମରେ? ଜାଣିବା ଦରକାର ନା। ଚର୍ମ ଦ୍ୱାରା ହାତୀ। ମେଲ୍ ହାତୀକି ଯଦି ଶିକାର, ମେଲ୍ ହାତୀ, କାରଣ ଦେଖିବ ଜଙ୍ଗଲ ଲୋକମାନେ ଶିକାରୀ କ'ଣ କରିବ? ହାତୀକୁ, ବଡ଼ ହାତୀକୁ ନିଜେ, କାରଣ ପୁରୁଷ ହାତୀର ଦାନ୍ତ ଗୁଡ଼ା ବହୁତ ବଡ଼, ସେ ଦାନ୍ତର ଦାମ ବହୁତ ଅନେକ, ବିକ୍ରି କରାଯାଏ। କିନ୍ତୁ ସେ ହାତୀ ତ ବହୁତ ବଡ଼, ତାକୁ ଧରିବ କେମିତି? ହାତୀ ଧରିଲେ ସିନା ତା ଦାନ୍ତକୁ ଭାଙ୍ଗିବେ, ଦାନ୍ତକୁ ନେଇକି ବିକ୍ରି କରିବେ। ଶିକାରୀ କ'ଣ କରେ? ଗୋଟେ ଉପାୟ କରେ, ଗୋଟେ ପ୍ଲାନିଂ କରେ। ସେ କ'ଣ କରେ? ବହୁତ ବଡ଼ ଗାତ ଖୋଳେ, ବିଶାଳ ବଡ଼ ଗର୍ତ୍ତ ଖୋଳେ। ଗର୍ତ୍ତ କଲା ପରେ ତା ଉପରେ କିଛି ଛଅଳ ନଟା ଦ୍ୱାରା କିମ୍ବା ପତ୍ର କିଛି ଦେଇକି ତାକୁ ଢଙ୍କେଇ ଦେବ। ବୁଝିପାରିଲେ? ଢଙ୍କେଇ ସେଠି ଦେଖିବ, ଯେ ଦୂରରେ ଦେଖିବ ଯେ ଏଇ ଅଣ୍ଡିରା ହାତୀ ଅଛି, ସେ ଗୋଟେ ମାଇ ହାତୀକୁ ଟ୍ରେନିଂ ଦେଇକି ରଖିଥିବ। ସେ ମାଇ ହାତୀ କ'ଣ କରିବ? ତା ପାଖକୁ ଯିବ, ସିଏ କ'ଣ କରେ? ଯେତେବେଳେ ଆସକ୍ତିରେ ଆସିବ, ଯେତେବେଳେ ସେ କାମନାର ବସ, ଯେତେବେଳେ ମାଇ ହାତୀ ପଛେ ଆସିବ, ମାଇ ହାତୀ କ'ଣ କରିବ? ସେ ହାତୀ ତାକୁ ଟ୍ରେନିଂ ଦିଆଯାଇଛି ନା, ସେ ଯେଉଁ ଗାତ ପାଖରେ ସେ ବୁଲିଯିବ। ଆଉ ଅଣ୍ଡିରା ହାତୀ ଆସି କ'ଣ କରିବ? ସେ ଗାତରେ ପଡ଼ିବ। ଯେତେବେଳେ ସିଧା ଗାତରେ ପଡ଼ିଲା, ଗାତରେ ପଡ଼ି ସାରିଲା ପରେ ତାକୁ ଶିକାରୀ ହଠାତ୍ ତାକୁ ଧରିବନି, ତାକୁ 10 ଦିନ ଭୋକିଲା ରଖିଦେବ। ସେ ଗାତ ଭିତରେ ଗଙ୍ଗା ହେଇକି ପଡ଼ିକି ରହିବ। ଖାଇତେ ଦିଆଯିବନି, ତାକୁ କିଛି ଦିଆଯିବନି, ତାକୁ ଇନ୍ଦ୍ରିୟ ଗୁଡ଼ାକୁ ଦୁର୍ବଳ କରିଦେବ। 10 ଦିନ ପରେ ଦୁର୍ବଳ ହେଇଗଲା ପରେ ଆଉ ସେ ତ କିଛି, ଆଉ ତାର ବଳ ଥିବନି, ଉଠିବା ପାଇଁ ବି ବଳ ଥିବନି, ମାରିବା ପାଇଁ ବି ବଳ ଥିବନି, ପଡ଼ିକି ରହିଲା। ଆଉ ତାକୁ କିଛି ଖାଇବାକୁ ଦିଆଯିବନି, ଖାଇବାକୁ ନ ଦେଲେ କ'ଣ ହେବ? ଦୁର୍ବଳ ହେଇଗଲା। ତାର ଯେତେ ସବୁ ଇନ୍ଦ୍ରିୟ ଗୁଡ଼ା ଦୁର୍ବଳ ହେଇଗଲା ପରେ ସେ କ'ଣ କରିବ? 10 ଦିନ ପରେ ଯେତେବେଳେ ପଡ଼ିକି ରହିବ, ଶିକାରୀ ଯିବ, କ'ଣ କରିବ? ପାଖକୁ ଯିବ, ଦାନ୍ତ କାଟିବ। ଆମର ସେଇଭଳିଆ ଅବସ୍ଥା। ଆସକ୍ତି ଦ୍ୱାରା ଆମେ ମରୁଛେ, ଚର୍ମ ଦ୍ୱାରା ସ୍ପର୍ଶ, କୋମଳ ଚର୍ମ ସହିତ ଟଚ୍ କରିବା ପାଇଁ ଭଲ ଲାଗୁଥିବ, ନରମ ଜିନିଷ। ଆଖି ଦ୍ୱାରା ମୋବାଇଲ ହଉ, କିଛି ସିନେମା ହଉ, ଭଲ ଜିନିଷ ଦେଖି। ନାକ ତ ଭଲ ଟେଷ୍ଟ, ରସଗୋଲା ଖାଇବୁ, ଏଟା ଖାଇବୁ, ଖାଇ ଡାଇବେଟିସ୍ ହେଇଯାଉଥିବ, ବରଂ ସେ ରୋଗରେ ଖାଇ ମରୁଛନ୍ତି ଲୋକ। ଭୋକିଲା କେହି ମରୁନାହାନ୍ତି, ଖାଇ ମରୁଛନ୍ତି। ତେଣୁକରି ସେପାଇଁକି ବିଦ୍ୟାର୍ଥୀର, ଭକ୍ତର 5ଟା ଲକ୍ଷଣ ଅଛି। 5ଟା ଲକ୍ଷଣ କ'ଣ? ଭକ୍ତର 5ଟା ଲକ୍ଷଣ କ'ଣ? ଅଳ୍ପହାରୀ, ଗୃହତ୍ୟାଗୀ, କାକସ୍ନାନ, ବକ୍ରଧାରୀ, ଶ୍ଵନ ନିଦ୍ରା। এই 5ଟା ଲକ୍ଷଣ ଯାହା ପାଖରେ ଅଛି ସେ ଭଲ କରି ଭକ୍ତି କରିପାରିବ। ଅଭକ୍ତ ବିଦ୍ୟାର୍ଥୀ ପକ୍ଷରେ ହଉ, ଯେକୌଣସି ଜିନିଷକୁ ଆଚିଭ୍ କରିପାରିବ। ସେ ବିଦ୍ୟା ହଉ, ଜଡ଼ ଜ୍ଞାନ ହଉ, ଭକ୍ତି। ଆମେ ଆସିଛେ, ଭକ୍ତିକୁ ଆମେ ଗ୍ରହଣ କରିବା, ମାନେ ଭକ୍ତି ପାଇଁ ବି ଆମକୁ ଭକ୍ତିର ଜ୍ଞାନ ଅର୍ଜନ କରିବୁ। ଭକ୍ତି କରିବାକୁ ଗଲେ ଆମେ 5ଟା ଜିନିଷକୁ ଅର୍ଜନ କରିବାକୁ ପଡ଼ିବ। 5 ଜିନିଷଟାକୁ ଆମେ ଗ୍ରହଣ କରିବା ପାଇଁ ଅଳ୍ପହାରୀ, ଅଳ୍ପ ଖାଇବା, ପେଟେ ନୁହେଁ, ପୁରା ପେଟେ ଖାଇଦେଲା ଆକଣ୍ଠ ଭୋଜନ। ଅଳ୍ପ ଖାଇବ ସବୁବେଳେ, ପେଟେ ଖାଇବା ଉଚିତ। ପେଟେ ଖାଇଲେ ଅଳସ୍ୟ ଆସିବ, ଲେଜି ଆସିବ, ସେବା ପୂଜା କରିପାରିବାନି କିଛି। ଅଳ୍ପହାରୀ। ଆଉ ଗୃହତ୍ୟାଗ, ଯଦି ଆମେ କିଛି ଜିନିଷକୁ ଆମେ ଫୋକସ୍ କରୁଛେ,
ताले आम एकला घर बाहर के आम जावाक पड़ो। ठीक है भगवान को से ध्रुव महाराज प्रहलाद महाराज अम्बरीश महाराज एम सब जंगल को जाते कौन पाई ना भगवान को तत्वज्ञान को बुझापी आम तत्वज्ञान को जब आम बुझीपर भगवान को बुझीपर ताले आम एकांत से कहे संसार में छाड़ी किसी दिन आसिक मठर रुआ मठर ना एटलिस्ट तो सप्ताह को थरे आस बुझिपारे तो आम थरे भी आसुनी गोटे घंटा ना आस गोटे घंटा भी कहीं आसवे गृह त्याग गोटे ना गोटे गृह त्याग सप्ताह को थरे बर गृह त्याग कर घंटे आसिक मंदिर बसवा दरकार गृह त्याग अल्पाहारी काक स्नान स्नान सकाल सकाल भोर भोर उठा दरकार का भाया स्नान जमी काक स्नान बका ध्याय जहाँ भी किसी कर सब बग देख बग जमी माछ को हलचल नहीं पूरा गोटे जगह फोकस कर माछ खाइब माछ बुझ माछ पूरा पूरा ताकू माछर गतिविधि की पूरा सी निरीक्षण कर कौटी माछ गला से आसी मंदिर आसी कौन पाई आसी भक्ति करने आसी न गसिपिंग न किसी किए कौन करूँ किए कौन न करूँ से किए गसिपिंग कला से कौन कला क्या नहीं मो जाऊँ मंदिर कौ उद्देश्य भक्ति उद्देश्य पुणे किसी भक्त आसवे आसला मंदिर ये पाउच उपर बसवा ना मोबाइल चलेबा कौटी जा पछरे कौटी ऊपर जाने कथा ना से कौन खाइल ना बसिल ना ये आसनी मंदिर न यही आमर पतन हो ना भक्ति आगू बढ़ी पारे ना पछी पड़े ना घर का ना घाट का ये मझी मझीर लोक ही मरती से भक्ति जीवन में आसिले भक्त मान प्रभु आम बहुत बाड़ा कर जप कर होनी दुख बहुत आस बहुत दुख कहते भक्त जीवन भक्त लोक भी कहते बहुत दुख कहनी कहनी प्रभु एत दुख भक्ति जीवन तो आनंद भगवान देखो जी भक्ति कर तो आनंद दुख कौन पाई आसूँ ना भक्ति जो गुण गुड़ा अच्छी जो प्रोसेस अच्छी जो रूल रेगुलेशन अच्छी तुम से मानुन प्रिंसिपल जोटा अच्छी वैदिक भक्ति आम भल कि जप करूने भागवत अध्ययन करने किसी गोटे जहाँ भी किसी प्रभुपाद जहाँ रेगुलेशन से पालन करूने बोले आम दुख पाचे जब आम ठीक ठीक भाव में वैदिक भक्ति आम पालन करवा कि कहीपर जे मो दुखर अच्छे वैदिक भक्ति गड़बड़ करुचे से आम जीवन दुख आस बकाध्याय स्वान निद्रा स्वान निद्रा माने कौन स्वान निद्रा कार कुकुर कुकुर जब कोटा टी हलि छटकिना निद आमर जदि पुणी शुई माने कुंभकर्ण निद आम भक्ति उठू कौन ए 5टा गुण जहाँ पाखे देखुच जदि न देखुच सी कदापि जीवन सारा से माला जप करू से भागवत अध्ययन करू जेते सेवा करू से हम नहीं 5टा जिनस जोटी जदि नाही से केबे बहु जन्मे जदि करे श्रवण कीर्तन तबु ना पाए कृष्ण प्रेम धन से बहु जो माला जपी 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 कला पड़ज बरम हाँ सी हेनी आनंद आसी कहनी मंदिर 10 वर्ष है कहीं किसी होनी खाली तो पॉलिटिक्स चलती राजनीति चलती ये चल पॉलिटिक्स तो तुम भीतर अच्छी जार दुर्गंधा जदि मो धोती जदि दुर्गंध जिनस लगी तुम तुम मॉल को गले गंधेब बर सिनेमा को देखते गले से भी गंधेब काली मंदिर को गले भी से गंधेब से वृंदावन को गले भी से गंधेब से मायापुर गले भी गंधेब गंधेवा लोकटा तुम देहर जिनसा लगी आ सी लोक कौन कहे ये मायापुर आसी गंध आसी 50-60 जिन बाहर ये गंध आस मल गले ना मल गंध आस भद्रक मंदिर से गंध अच्छी गंध निज भीतर अच्छी से गंधटा बाहर कर कार सी तो जापर ना ना मो धोतीर यहाँ गंध अच्छी धोतीटा को परिष्कार करी धोतीटा परिष्कार ना आम आसीचे कौन गंध बाहर मध्य लगी गंधटा तो पाखे मो पाखे अच्छी तो पाखे गंधटा
ମାନେ ଘରରେ ପ୍ରକାର ଗନ୍ଧ ଆସୁଛି ନା ନା ସେଇ ଭଦ୍ରକ ମନ୍ଦିର ଗନ୍ଧ ଆସୁଛି। ମୁଁ ଯାଇଥିଲି ମାୟାପୁର ସେଇଠି ହେଉନି ମାୟାପୁର ଭକ୍ତ ଗୁଡ଼ା ବହୁତ ମୁଁ ଦେଖି ସାରି ମାୟାପୁର ଭକ୍ତି ହେବନି ସେଠି ସବୁ ପଇସା ସେଠି ସବୁ ଖାଲି ପଇସା ଧନ ଖାଲି ଖାଲି ଟଙ୍କା 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 ହେଉଛନ୍ତି ଏଠି କିଛି ହେଉନି ଖାଲି ଖାଲି ପଇସା ଘର ଦ୍ୱାର ବାଡ଼ି କେଉଁଠି କରୁଛନ୍ତି ଖାଲି ଇସ୍କନ ନେଲା ଖାଲି ପଇସା ମାଗୁଛନ୍ତି ଏଠି ଭକ୍ତି କରିବ ବୃନ୍ଦାବନ ଗଲେ ବୃନ୍ଦାବନ ହେ ଗାଡ଼ି ମଟର ଘର ଦ୍ୱାର ଏଇଟା ଖାଲି ତାର ଗେଷ୍ଟ ହାଉସ୍ ବନେଇ ଦେଉଛନ୍ତି ଖାଲି ସେଇ ନଜର ଦେଖାଲି ଗନ୍ଧଟା କାହା ଭିତରେ ଆମ ଭିତରେ ରହିଛି ବୁଝିପାରିଲେ ସେଥିପାଇଁ ହେଉନି ସେ ଯେଉଁଠି ଯାଉ ଜଙ୍ଗଲ ଯାଉ ସେ ବୃନ୍ଦାବନ ଯାଉ ମାୟାପୁର ଯାଉ ସେ ଯାଉ ଆମ ଭିତରେ ଚେତନାରେ ଦୁର୍ଗନ୍ଧ ବସୁଛି ଆଉ ଦୁର୍ଗନ୍ଧ ତ ସଫା ନାହିଁ ଆମେ ଯୁଆଡ଼େ ବୁଲିଲେ କ'ଣ ଘରେ ଗଲେ ବି ସେ ବି ଗନ୍ଧେଇବ ଘରର ତା ଦୁଃଖରେ ଆରେ ତ ମନ୍ଦିର ଅବସ୍ଥା ହେଉଛି ସେୟା ଆମର ମୂଳ କର୍ତ୍ତବ୍ୟ ହେଉଛି ମୋର କିଏ ଆସୁ ନ କରୁଛି ମୋ ଗନ୍ଧଟାକୁ ମୁଁ ଠିକ୍ କରିବି ଏ 5ଟା ଗୁଣ ଯାହା ପାଖରେ ନାହିଁ ସେ ଯେଉଁଠି ଯେଉଁ ଅବସ୍ଥାରେ ରହିଲେ ବି ସେ ସେଇଥିରେ ସେ ପରର ଦୋଷଟାକୁ ଗ୍ରହଣ କରୁଛି ନିଜ ଦୋଷଟାକୁ ଇଏ କରୁଛି ଭକ୍ତି ଧର୍ମରେ ଆସିଲେ ଭକ୍ତିରେ ଆସିছে ମାନେ ଆମକୁ ନିଜ ଭକ୍ତିଟା କ'ଣ ନିଜକୁ ନିଜ ପ୍ୟୁରିଫିକେସନ୍ କରିବ ଆମର କିଛି ଗୋଟେ ଭୁଲ ରହିଛି ଆମର ଚେତନା ମଇଳା ଅଛି ମୋର ଦରକାର ମୁଁ ମଇଳାକୁ ସଫା କରିବି ତେଣୁକରି ଆମର ଭକ୍ତମାନଙ୍କ କ୍ଷେତ୍ରରେ ବି ସେୟା ହୁଏ ପ୍ରାୟ ସମସ୍ତଙ୍କ ଦୋଷ କିଏ ଦୋଷଟା କିଏ କାରଣ ଦୋଷଟା କାହିଁକି ଆମ ଭଗବାନ ଯେପାଇଁକି ଭଗବାନ ଯାହାକୁ ଯେଉଁ ଭଳିଆ ଭକ୍ତଙ୍କୁ ସେଇଭଳିଆ ରୂପରେ ଭଗବାନଙ୍କୁ ଯେଭଳିଆ ଯଥାବାମ ଭଜନ ଦେବାମ ତଥା ଆମେ ଭଜନ ଯିଏ ଯେଉଁଭଳିଆ ଟାଇପ୍ର ଭଜନ କରିବ ତାକୁ ସେଇଭଳିଆ ବ୍ୟକ୍ତିକୁ ସେଇଭଳିଆ ଭକ୍ତଙ୍କୁ ଯୋଡ଼େଇବେ ଯଦି ମନରେ ଯଦି କୁଟିଳତା ଆଉ ପଲିଟିକ୍ସ ଯଦି ଥିବ ତାହେଲେ ଶିଶୁପାଳ ତ ଦାନ୍ତଭକ୍ର ଭଳିଆ ଯେମିତି ପଲିଟିକ୍ସ କୃଷ୍ଣ ବି ପଲିଟିକ୍ସ କଲେ ତାଙ୍କ ସହିତ ସେଇଭଳିଆ ପଲିଟିକ୍ସ ଭଳିଆ ତାକୁ ଦର୍ଶନ କରେ ଯଦି ମାଖନ ଯଶୋଦା ମାତା ଭଳିଆ ଯଦି ଆମେ ଭକ୍ତି କରିବା ଯଶୋଦା ଭଳିଆ ରାଧାରାଣୀଙ୍କ ଭଳି ଯଦି ଭକ୍ତି କରିବା ରାଧାରାଣୀ ଭଳିଆ ରୂପରେ ସେ କୃଷ୍ଣ ମୋହନ ରୂପ ଶ୍ୟାମ ସୁନ୍ଦର ରୂପ ଦର୍ଶନ କରିବେ ଯଦି ଭଗବାନଙ୍କ ସହିତ ଯଦି ପଲିଟିକ୍ସ କରିବ ମନ୍ଦିର ଆସି ତାହେଲେ ସେ ପଲିଟିକ୍ସ ଲୋକଙ୍କ ସହିତ ଯୋଡ଼େଇ ଦେବେ କାହା ସହିତ ଯୋଡ଼େଇବେ ପଲିଟିକ୍ସ କଲେ ଶିଶୁପାଳ ଦନ୍ତଭକ୍ର କ'ଣ ଅବସ୍ଥା ସବୁ ଦରକାର ପଲିଟିକ୍ସ କରୁଛନ୍ତି ଭଗବାନ କହୁଛନ୍ତି ମୁଁ ସବୁଥିରେ ପାରଙ୍ଗମ ବୁଝିପାରିଲେ ତେଣୁକରି ଆମର ଭାବିବା ନେବା ଦରକାର ମୁଁ 5ଟା ଜିନିଷରେ ମୋର ଅଛି କି ନାହିଁ ତାପରେ ଆଗକୁ ଦେଖିବି ଅଳ୍ପାହାରୀ ଗୃହତ୍ୟାଗୀ କାକସ୍ନାନ ବକଥାଏ ସ୍ୱାନନିଦ୍ରା 5ଟା ଗୁଣ ସ୍ୱାନନିଦ୍ରା ଯଦି ଆମେ ସାଇ ଦେଇଥିବା ବାସ୍ ଖାଇଲ ଆଉ ଆଖଣ୍ଡ ଭୋଜନ କଲା ମାନେ ଅତ୍ୟାଧିକ ଆହାର ହେଲା ମାନେ ଅଟୋମେଟିକ୍ ଖାଇକି ଶୋଇବ ଆଉ ପେଟ ଭାରି ହେଲା ସକାଳେ ମଙ୍ଗଳ ଆରତୀ ଭାଙ୍ଗିବ ଆଉ ମଙ୍ଗଳ ଆରତୀ ହେଲା ମାନେ ନ ହେଲା ମାନେ ଜପ ହେଲାନି ମନ ଚଞ୍ଚଳ ହେଲା ମନ ଚଞ୍ଚଳ ହେବ ମାନେ କିଛି କାମ କରିପାରିବନି ସେବା ପ୍ରତି ରୁଚି ଆସିବନି ଭଗବାନ ପ୍ରତି ଭକ୍ତି ପ୍ରତି ଇଚ୍ଛା ଆସିବନି ବାସ୍ ଝଗଡ଼ା ନାଗିବ ଏମ୍ପ୍ଟି ମାଇଣ୍ଡ ଦିସ୍ ଫିଲୋସଫି କ୍ଲିୟର କ'ଣ ପାଇଁ ଏଠି ଜାଣିପାରୁଥିବ ମୁଁ କ'ଣ ପାଇଁ ଭକ୍ତିରେ ମୁଁ ଡେଭଲପ୍ କରିପାରୁନି ନିଜର ମାପକାଠି ନିଜ ହାତରେ ମାପିଦେବ ମୁଁ ଏଥିରେ କେତେ ନିଜକୁ ନିଜେ ମାପିବା ଦରକାର ମୋର କେତେ ବଢ଼ିଛି କାହିଁକି ବଢ଼ିପାରୁନି କ'ଣ କମି ରହୁଛି ଏଇଟା କିଏ କାହାର ଦୋଷ ନୁହେଁ କିଏ କାହାର ଏଠିକାର କିଏ ଭଗବାନ ଆସିଛନ୍ତି ଏଇଟା ହେଉଛି ସବୁ ପ୍ରକାର ଲୋକଙ୍କର ଜଗତର ସବୁ ପ୍ରକାର ଲୋକ ରହିଛନ୍ତି ସମସ୍ତଙ୍କର ସଂସ୍କାର ବି ଠିକ୍ ନାହିଁ ପୂର୍ବଜନ୍ମର ପିତାମାତାର ସଂସ୍କାର ପୂର୍ବଜନ୍ମର କର୍ମଫଳ କାମ କରୁଛି ବେଡ୍ ହ୍ୟାବିଟ୍ ଗୁଡ଼ା ସଂସ୍କାର ଗୁଡ଼ା କାମ କରୁଛି ତ ଆମର ଯେଉଁଭଳିଆ ଭଜନ ଆମର ଯେଉଁଭଳିଆ ଭକ୍ତି ତ ଭଗବାନ ସେଇଭଳିଆ ତାକୁ ନରହରି ପ୍ରଭୁ ରହୁଛନ୍ତି କେତେ ସୁନ୍ଦର ଭକ୍ତ ସେ ଭଜନ କରୁଛନ୍ତି ଭକ୍ତି କରୁଛନ୍ତି ଆଉ ତାଙ୍କ ସାଇଡ଼ରେ ଦେଉଛନ୍ତି ସେଟା ହଁ 5ଟା ଗୁଣର ଅଧିକାରୀ ସେ ଅଳ୍ପ ପ୍ରସାଦ ସବୁ ଜିନିଷରେ କାକସ୍ନାନ ଯାଉଛି ସେବା ଅଛି ମୋତେ ସେବା କରିବାର ମୋତେ ଭକ୍ତି କରିବାର ଅଛି ବକଧ୍ୟାୟ ସ୍ୱନ ନିଦ୍ରା ଅଳ୍ପ ଶୋଇବା ଭକ୍ତିରେ ବାଲାନ୍ସିଂ ଠିକ୍ ଅଛି ଆମର ଗଡ଼ବଡ଼ ହେଉଛି ଆମର ଦୋଷ ପାଇଁ ଆଉ ଅନ୍ୟ ତାପରେ ଆମର ଦୋଷଟାକୁ ପର ଉପରେ ନିନ୍ଦା କରୁଛି ମୋତେ ସେବା ମିଳିଲାନି ମୋତେ ସିଏ କହିଲେ କିଏ କାହାକୁ କହୁନାହାନ୍ତି ନିଜର ଜୟ ପ୍ରପାତ କି ଏଇଟା କାର ନିଜର ପ୍ୟୁରିଫିକେସନ୍ ପାଇଁ କହିଛି ଏଇଟା କାର ମୋର ବି ହୁଏ ତେଣୁକରି ଏଇଟା ସବୁବେଳେ ମନନ କଲେ ମନ୍ଦିର ଆସୁଛେ କ'ଣ ପାଇଁ ଭକ୍ତି କ'ଣ ପାଇଁ କରିବା ଯେତେବେଳେ ମନ୍ଦିର ଗେଟ୍ ଭିତରେ ପଶୁଛେ
इंटेन्स रखा दरकार मु कौन पाई मंदिर जाऊँ मोर फोकस कौन मंदिर आसला माने आमर विभिन्न भगवान जेहेतु तापाम पदन तत्व भजा में भगवान देखने ठीक अच्छे ये सब प्रकार टेस्ट भगवान रखी तुम कौन खाइब सिगरेट ये अन्न खाइब डाली खाइब ना सब्जी खाइब ना पनीर खाइब ना कौन खाइब ना खट्टा खाइब ना राग ना खाइब ना लुण खाइब ना कौन खाइब ये सब प्रकार लोक ये मिले तुम्हें बाछिव मु खट्टा लोक सहित मिसबी ना मीठा लोक सहित मिसबी ना बेसी अच्छा किसी भक्त अच्छा गसिपिंग करते से सेठी क्लास चलते गपुथे ये बसते क्लास चलती खाइल से भाया लोक किसी अच्छा भगवान जो भाया अच्छा से भाया मिले इंटेन्स बुझे दरकार से कि कह इंटेन्स कौन तुम इंटेन्स जदि ठीक थी भगवान तुमको ठीक रूप में मिले इंटेंशन गलत अच्छी तुम सब प्रकार तुमको लोक मिले भेजिया पूरा मिक्सर भाया मिक्सर चेना हाँ चेनाचुर मिक्सर भाया लोक मिले ना डाइज खाईदेला ना डाइजेसन होता गैस्ट्रिक बाहर गैस बाहर पेट सी भी जहाँ भी दुर्गंध बाहर पछपटे से दुर्गंध से लास्ट को काम करनी तेणुकर प्रभुपाद की जय भागवत गीता की अनंत करी वैष्णव भक्त वृंद की निताई गौर प्रेमानंदे हरि हरि बोल आकार किसी क्वेश्चन अच्छी सब निज निजर क्वेश्चन आंसर पाईगल से प्रभु प्रभु खाली खाइले कौन निद हुए आ अलग किसी